ଘରର ବାଡ଼ି ବଗିଚାରେ ଲେମ୍ବୁ ଗଛ ଥିଲେ ଥରୁଟେ ନିଶ୍ଚୟ ଭାବେ ଏହି କାର୍ଯ୍ୟ କରନ୍ତୁ। ବନ୍ଧୁଗଣ, ଆପଣମାନଙ୍କୁ ମୋର ଚ୍ୟାନେଲ ତରଫରୁ ବହୁତ ବହୁତ ସ୍ୱାଗତ ଜଣାଉଛି। ଅଧିକାଂଶ ଲୋକ ପ୍ରକୃତି ପ୍ରେମୀ ହୋଇଥାନ୍ତି ଏବଂ ବାଡ଼ି ବଗିଚାରେ ଫୁଲ ଗଛ, ଫଳ ଗଛ ଆଦି ଲଗାଇବାକୁ ପସନ୍ଦ କରିଥାନ୍ତି। ଏହାଦ୍ୱାରା ପରିବେଶ ସକାରାତ୍ମକ ଓ ସବୁଜମୟ ହୋଇ ରହିଥାଏ। ତେବେ ଯଦି ଆପଣମାନଙ୍କ ଘର ବାଡ଼ି ବଗିଚାରେ ଲେମ୍ବୁ ଗଛଟିଏ ରହିଛି, ତାହେଲେ ଆପଣ ନିଶ୍ଚିତ ଭାବେ ଏହି ଭିଡ଼ିଓଟିକୁ ଦେଖନ୍ତୁ। ନଚେତ୍ ଆପଣଙ୍କ ଘର ପ୍ରତି ବହୁତ ବଡ଼ ବିପଦ ମାଡ଼ି ଆସିପାରେ। ଯଦି ଲେମ୍ବୁ ଗଛଟି ଆପଣଙ୍କ ଘରର ବାଡ଼ି ଅଗଣାରେ ରହିଛି, ତାହେଲେ ଏହି ଉପାୟଟି ନିଶ୍ଚିତ ଭାବେ କାର୍ଯ୍ୟ କରିବ। ନଚେତ୍ ଆପଣଙ୍କ ଘରକୁ ଘୋର ବିପଦ ମାଡ଼ି ଆସିପାରେ। ତେବେ ଆସନ୍ତୁ ଏହି ଉପାୟଟି ବିଷୟରେ ବିସ୍ତାର ରୂପେ ଆଲୋଚନା କରିବା। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଘରର ବାଡ଼ି ବଗିଚାରେ କୌଣସି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। କିନ୍ତୁ ଆପଣ ନିଜ ବଗିଚାରେ ଲେମ୍ବୁ ଗଛ ଲଗାଇଛନ୍ତି କି? ତାହେଲେ ଏହି ଭିଡ଼ିଓ ବିଷୟରେ ଆମେ ବିଶେଷ ଭାବେ ଆପଣଙ୍କୁ କହିବୁ। କିନ୍ତୁ ଆପଣ ଯଦି ବେଲ ଗଛ ଲଗାଇଛନ୍ତି, ତାହେଲେ ଆପଣଙ୍କର କିଛି ଅସୁବିଧା ହେବ ନାହିଁ। କିନ୍ତୁ ଯଦି ଆପଣ ଘରର ବଗିଚାରେ କୌଣସି କଣ୍ଟା ଜାତୀୟ ଗଛ ରହିଛି, ତାହେଲେ ଆପଣ ଏହାକୁ ସଫା କରିଦିଅନ୍ତୁ। ବାସ୍ତୁ ଅନୁସାରେ ଏହାର କିଛି ବିଶେଷ ଉପାୟ କରିନେବା ନିହାତି ଜରୁରୀ ଅଟେ। ଯଦି ଆପଣ ଏହି ବିଶେଷ ଉପାୟ କରିବେ, ତାହେଲେ ଆପଣଙ୍କ ପରିବାର ଉପରେ କୌଣସି କେବେ ସଙ୍କଟ ଆସିବ ନାହିଁ। ଆସନ୍ତୁ ଲେମ୍ବୁ ଗଛକୁ ନେଇ କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ ଜାଣିବା, ଯାହାକୁ ପ୍ରୟୋଗ କରିବା ଦ୍ୱାରା ଘରର ସବୁ ସଙ୍କଟ ଦୂର ହୋଇଯିବ। କହିବାକୁ ଗଲେ ଆପଣମାନେ ସମସ୍ତେ ଶନି ଦଶା ବିଷୟରେ ଜାଣିଥିବେ। ଭଗବାନ ଶନିଙ୍କ କୋପ ଦୃଷ୍ଟି ଯେଉଁ ଲୋକଙ୍କ ଉପରେ ପଡ଼ିଥାଏ ବା ପରିବାର ଉପରେ ପଡ଼ିଥାଏ, ସେ ଘରର ଲୋକ କେବେ ବି ଜୀବନରେ ଆଗକୁ ବଢ଼ିପାରନ୍ତି ନାହିଁ। ଏହା ସହିତ ପରିବାରରେ ସର୍ବଦା କିଛି ନା କିଛି ଅଶାନ୍ତି ଲାଗି ରହିଥାଏ। ସେଥିପାଇଁ ଆପଣଙ୍କ ବାସ୍ତୁବିତ୍ଙ୍କ ସହିତ ପରାମର୍ଶ ନିଅନ୍ତୁ। ପ୍ରଥମେ କେଉଁଭଳି ଭଗବାନ ଶନିଙ୍କୁ ସନ୍ତୁଷ୍ଟ କରାଯିବ, ସେ ବିଷୟରେ ସବିଶେଷ ତଥ୍ୟ ଗ୍ରହଣ କରନ୍ତୁ। ଆପଣଙ୍କ କିଛି ବିଶେଷ ଉପାୟ ଆବଶ୍ୟକତା ରହିଛି। ଯଦି ଭଗବାନ ଶନି ସନ୍ତୁଷ୍ଟ ହୋଇଯିବେ, ତାହେଲେ ଆପଣଙ୍କ ଜୀବନରୁ ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ ଏବଂ ଆପଣ ଧନବାନ ହୋଇଯିବେ।